ସୁନୟନା ସିରିଏଲରେ ଦେଖିବାକୁ ପାଇବେ ଯେ ଆଜି ଗୋଟେ ସତ କଥା ସମସ୍ତଙ୍କ ସାମ୍ନାକୁ ଆସିଯାଇଛି। ସୁନୟନା ରଶ୍ମିର ସବୁ ସତ କଥା ବାହାର କରି ଦେଇଛନ୍ତି। ହଁ ସାଙ୍ଗମାନେ, ସୁନୟନା କହିଛନ୍ତି ମୋତେ ପାଗଳ କରିବା ପଛରେ ଏ ରଶ୍ମିର ହାତ ଅଛି। ତାପରେ ରଶ୍ମି ସମସ୍ତଙ୍କ ଆଗରେ ତାର ଦୋଷ ମାନି ନେଇ କହିବ, ଏସବୁ ମୁଁ ଏକା କରିନି, ଏ ପୁରା ପ୍ଲାନରେ ଆଉ ଜଣେ ସାମିଲ ଅଛନ୍ତି। ଆଉ ରଶ୍ମିର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଆଉ ଏ ଘରେ ଏମିତି କିଏ ଅଛି ଯାହା ଯୋଗୁଁ ଏତେ ସବୁ ଘଟଣା ଘଟୁଛି ବୋଲି। ତାପରେ ରଶ୍ମି କହିବ, ଆଜି ଯାଏ ଏ ଘରେ ଯାହା ବି ସବୁ ଘଟୁଛି ସବୁ ମୂଳର କାରଣ ହେଉଛି ଏଇ ଲୋକ କହି ରଶ୍ମି ପ୍ରିୟମନ୍ଦା ଆଡ଼କୁ ହାତ ଦେଖାଇ କହିବ। ଆଉ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ତ ସାଙ୍ଗମାନେ, କ'ଣ ଏବେ ବିବେକଙ୍କ ପରିବାର ଲୋକ ପ୍ରିୟମନ୍ଦାଙ୍କୁ ସବୁଦିନ ପାଇଁ ତାଙ୍କ ଘରୁ ବାହାର କରିଦେବେ କି? ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରି ଜଣାଇବେ।